जय श्री जगन्नाथ भाई माने सर्वप्रथम गुरुदेव गणपति एवं जगदम्बाଙ୍କୁ प्रणाम करी आज आम आमर पंचांग सेशन को आगू बढ़ेबा आम पंचांग सेशन क्रम आम बहुत किछि जिनिस पढ़िथिले नंदा भद्रा जया रिक्ता पूर्णा एई तिथि गुड़ाकर आम कौन कौन करिवा कौन विचारणीय करणीय से विषय आम गोटे ब्रीफ डेस्क्रिप्शन नैथिले जीवन रे मन रखिबे तत्व माने ताहा ही कि गोटे जिनिस जोउटा जोउटा के आज आम अल्प टिके जानिलु तापर जेतेबेले तार हाई जाणु ଦେଖିବାକୁ ପାଉ ଯେ ସଂସାରରେ କେବଳ ସେଇ ଗୋଟିଏ ଜିନିଷ ନାହିଁ ତାଠୁ ଆହୁରି ହାୟର ଭର୍ସନ ର ଜିନିଷ ମଧ୍ୟ ଅଛି ସେ ହାୟର ଭର୍ସନ ଜାଣି ସାରିଲା ପରେ ପୁଣି ଆମେ ଯେତେବେଳେ ଜାଣୁ କି ତାଠୁ ବି ଆହୁରି ଆହୁରି ହାୟର ଭର୍ସନ ଜିନିଷ ଅଛି ସେତେବେଳେ ଆମେ ପ୍ରିଭିୟସ ଟାକୁ ପୁଣି ଛାଡୁ ଯେତିକି ଗ୍ରହଣ କରିବା କଥା ସେଥିରୁ ଗ୍ରହଣ କରୁ ଆଗକୁ ବଢୁ ଏମିତି କରି ତାହା ନୁହେଁ କରିକି ଆମେ ଯେତେବେଳେ ଗୋଟେ କିଛି ଜିନିଷ ଉପରେ ରିସର୍ଚ୍ଚ କରୁ ରିସର୍ଚ୍ଚର ଟପ ମୋଷ୍ଟ ଲେଭୁଲ ଉପରେ ପାଖରେ ପହଞ୍ଚିଲେ ମଧ୍ୟ ଆମେ ସେଇଠି କହିଦେଇ ପାରୁ ଯେ ଏଇଟା ବି ନୁହେଁ ଆହୁରି ଆଉ ଉପରେ କିଛି ଅଛି ଏମିତି ସର୍ବୋଚ୍ଚ ଯୋଉ ଜିନିଷଟା ହଉଛି ସେଟା ହଉଛି ପରବ୍ରହ୍ମ ପରମାତ୍ମା ଆମେ କୌଣସି ଗୋଟେ ଜିନିଷର କୁ ରିସର୍ଚ୍ଚ କରିକି କହିପାରିବାନି ଯେ ଏଇଟା ଜୀବନ ଜିନିଷଟା ସରିଗଲା ଜୀବନରେ ବହୁତ କିଛି ଜିନିଷ ଏମିତି ଅଛି ଯୋଉ ଜିନିଷଟାକୁ ଯେତେ ରିସର୍ଚ୍ଚ କରିବ ଗୋଟେ ସିଙ୍ଗଲ ଟପିକ କୁ ରିସର୍ଚ୍ଚ କଲେ ମଧ୍ୟ ତାର ଅନ୍ତ ତୁମେ ପାଇବ ନାହିଁ କାରଣ ପୁରୁଷୋତ୍ତମ ଭଗବାନ ନିଜେ ଅନନ୍ତ ତ ଚାଲନ୍ତୁ ଆଜି ଆମେ ପୁରା ତିଥି ୱାଇଜ ପଢିବା ଯେ ତିଥି ୱାଇଜ କଣ କଣ ଆକ୍ଚୁଆଲି କାମ ହୁଏ ତ ଚାଲନ୍ତୁ ଏଇ ଯୋଉ ଜିନିଷଟା ମୁଁ ଆପଣଙ୍କୁ ପଢଉଛି ଏଇଟାକୁ ମୁଁ ମୁହୂର୍ତ୍ତ ଶାସ୍ତ୍ରରୁ ପଢଉଛି ମୁହୂର୍ତ୍ତ ଶାସ୍ତ୍ର ବିଭିନ୍ନ ପ୍ରକାର ଶାସ୍ତ୍ର ଅଛି ସେ ମୁହୂର୍ତ୍ତ ଶାସ୍ତ୍ରରୁ ମୁଁ ଡାଇରେକ୍ଟ ପଢଉଛି ଏଇଟା ମନଗଢା କାହାଣୀ ନୁହଁ ଦେଖନ୍ତୁ ପ୍ରତ୍ୟେକ ତିଥିରେ ବିସ୍ତାର ଜନିତ କାର୍ଯ୍ୟ କୌଣସି ଗ୍ରନ୍ଥରେ ପ୍ରାୟ ଦେଇନି ମୋ ପାଖରେ ଯେତେ ମୁହୂର୍ତ୍ତ ଶାସ୍ତ୍ରର ଗ୍ରନ୍ଥ ଅଛି ସେ ଗ୍ରନ୍ଥ ଭିତରୁ ଆପଣ ମାନେ କୌଣସି ମାନେ ମୁଁ ଆଟଲିଷ୍ଟ ପାଇଲିନି କିନ୍ତୁ ଗୋଟିଏ ଗ୍ରନ୍ଥ ଅଛି ଯାହାର ନାଁ ହଉଛି ପୀୟୁଷ ଧାରା ସେଇଥିରେ ସ୍ପଷ୍ଟ କିଛି ଦିଆଯାଇଛି କି କୋଉ ତିଥିରେ କୋଉ କାମ କରାଯିବ ଆମେ ଅଲରେଡି ଶୁକ୍ଳ ପକ୍ଷ କୃଷ୍ଣ ପକ୍ଷ ବିଷୟରେ ପଢି ଦେଇଛେ ନନ୍ଦା ଭଦ୍ରା ଜୟା ରିକ୍ତା ପୂର୍ଣ୍ଣାର କଣ କରିବା ପଢି ଦେଇଛେ ଆଜି ଆମେ ପଢିବା ପ୍ରଥମା ଦ୍ଵିତୀୟା ତୃତୀୟା ଚତୁର୍ଥୀ ପଞ୍ଚମୀ ଏଇ ସବୁ ସ୍ପେସିଫିକ ଜିନିଷରେ ଆମେ କଣ କରିବା ଉଚିତ ତେବେ ଚାଲନ୍ତୁ ଆରମ୍ଭ କରିବା ଏଇ ଯୋଉ ପାଠଟା ମୁଁ ପଢଉଛି ଗ୍ରନ୍ଥ ନାଁ ହେଲା ପୀୟୁଷ ଧାରାରୁ ମୁଁ ଏଇଟାକୁ ଉଦ୍ଧୃତ କରିଛି ଠିକ ଅଛି ତ ଆଜି ଆମେ ପଢିବା କୋଉ ତିଥିରେ ତିଥି ଅନୁଯାୟୀ କାର୍ଯ୍ୟ ତ ଆମେ ପ୍ରଥମା ତିଥିରେ କଣ କରିବା ପ୍ରଥମା ବା ପ୍ରତିପଦା ବୋଲି ତାକୁ କୁହାଯାଏ ପ୍ରତିପଦା ତିଥିରେ କଣ କଣ କାମ କରିବାକୁ ପୀୟୁଷ ଧାରା କହିଛି ନା ପ୍ରତିପଦା ତିଥିରେ ବିବାହ ଯାତ୍ରା ଉପନୟନ ପ୍ରତିଷ୍ଠା ବାସ୍ତୁ କାମ ଗୃହ ପ୍ରବେଶ କାମ ଆପଣ ଖାତା ନେଇକି ଲେଖିବା କଥା ଯଦି ଲେଖୁଥାନ୍ତୁ ଗୃହ ପ୍ରବେଶ କାମ ଏଇ ସବୁ ମଙ୍ଗଳ କାର୍ଯ୍ୟ କୌଣସି ବି ମଙ୍ଗଳ କାର୍ଯ୍ୟ ପ୍ରତିପଦା ତିଥିରେ କରିବ ନାହିଁ ଏଇ ଯେତିକି ମଙ୍ଗଳ କାର୍ଯ୍ୟ ମୁଁ ଲେଖିଲି ପ୍ରତିପଦା ତିଥିରେ କରିବ ନାହିଁ କ୍ଲିୟର ନା ଭାଇ ତମେ ପଚାରିବ କାହିଁକି ପ୍ରତିପଦା ତିଥିରେ କରିବାନି ପ୍ରତିପଦା ତିଥିରେ ଏଇଥିପାଇଁ କରିବା ନାହିଁ ପ୍ରତିପଦା ତିଥିର ଅ, ଯୋଉ ଦେବତା ହଉଛନ୍ତି ସେ ହଉଛନ୍ତି ଅଗ୍ନିଦେବ ଠିକ ଅଛି ତମେ ଏଇ ତିଥିରେ କୌଣସି ଅଗ୍ନି ସମ୍ବନ୍ଧୀୟ କାର୍ଯ୍ୟ କରିପାରିବ।
ହୋମ ହେଲା, ନୂଆ ପ୍ରୋଜେକ୍ଟ ଆରମ୍ଭ କରିବା ହେଲା, ନୂଆ ପ୍ରୋଜେକ୍ଟ ଆରମ୍ଭ କରିବା ହେଲା। ଠିକ ଅଛି। ଆଉ ନୂଆ ବିଜନେସ ଆରମ୍ଭ କରିବା ହେଲା। ସେଟା ମୁଁ ଏଇଟା କାହିଁକି କହୁଛି ମୁଁ ଆଗକୁ ଯାଇ କହିବି। ଆପଣ ଖାଲି ଜଷ୍ଟ ଗୋଟେ ଓଭରଭ୍ୟୁ ନେଇ ଚାଲନ୍ତୁ। ସେଥିପାଇଁ ମୁଁ ତତ୍ଵ କଥାଟା ଆଗକୁ ଗୋଟେ ନୂଆ ରୁଟିନ କିଛି ତମେ ତମ ଜୀବନରେ ଇମ୍ପ୍ଲିମେଣ୍ଟ କରିବାକୁ ଚାହୁଁଛ ତ ବଢିଆ, ଏଥିପାଇଁ ଭଲ। ନୂଆ ପାଠ ପଢିବାକୁ ଚାହୁଁଛ, ନ୍ୟୁ ଷ୍ଟଡି କରିବାକୁ ଚାହୁଁଛ, ପ୍ରତିପଦା ଦିଦି ଗ୍ରେଟ୍। ଜମି କିଣିବାକୁ ଚାହୁଁଛ, ବଢିଆ, ପ୍ରତିପଦା ଦିଦି ପାଇଁ ଠିକ ଅଛି। କିନ୍ତୁ କୌଣସି ଶୁଭ କାର୍ଯ୍ୟ ଯୋଉଗୁଡାକ ଉପରେ ଲେଖିଲି ସେଗୁଡାକ କଦାପି ପ୍ରତିପଦା ତିଥିରେ କାହାକୁ ସଜେଷ୍ଟ କରିବ ନାହିଁ। ଅଗ୍ନି ସମ୍ବନ୍ଧୀୟ କାର୍ଯ୍ୟ ଶୁରୁ କରିବ, ନୂଆ ପ୍ରୋଜେକ୍ଟ, ନୂଆ ବିଜନେସ, ନ୍ୟୁ ରୁଟିନ, ନ୍ୟୁ ଷ୍ଟଡି, ଜମି କିଣିବା, ଏଇ କାମତିକ କରିପାରିବ। ଠିକ ଅଛି। ତାପରେ ଆସିବା ଆମେ ଦ୍ଵିତୀୟ ତିଥି। ଦ୍ଵିତୀୟ ତିଥି ଜନିତ କାର୍ଯ୍ୟ ଆମେ କଣ କଣ କରିପାରିବା? ଦ୍ଵିତୀୟ ତିଥି ଜନିତ କାର୍ଯ୍ୟ ନା, ଦ୍ଵିତୀୟ ତିଥିରେ ଆମେ ଯାତ୍ରା, ବିବାହ, ଭୂଷଣ କିଣିବା, ଭୂଷଣ ମାନେ ଆଭୂଷଣ କିଣିବା, ସଙ୍ଗୀତ ବିଦ୍ୟା ଶିଖିବା ଏବଂ ଶିଳ୍ପ ବିଦ୍ୟା ଶିଖିବା, ଏଗୁଡା ଦ୍ଵିତୀୟ ତିଥିରେ ଆମେ କରିପାରିବା। ତୃତୀୟା ତିଥିରେ କଣ କରିବା? ନା ଯୋଉ ଯୋଉ କାମ ଦ୍ଵିତୀୟରେ କରାଯାଉଛି ସେଗୁଡା ସେଇ କାମ ତୃତୀୟ ତିଥିରେ ବି କରାଯାଇ ପାରିବ, ଦ୍ଵିତୀୟ ତିଥିର କର୍ମ। ଚତୁର୍ଥୀ ତିଥିରେ କଣ କରିବା? ଚତୁର୍ଥୀରେ ନା, ଯେହେତୁ ଏଇଟା ରିକ୍ତା ତିଥିରେ ବିଦ୍ୟୁତ ସମ୍ବନ୍ଧୀୟ କର୍ମ, ବିଦ୍ୟୁତ ବିଦ୍ୟୁତ କର୍ମ, ବିଦ୍ୟୁତ ସମ୍ବନ୍ଧୀୟ କର୍ମ କରିପାରିବା। କାହାକୁ ବଦ୍ଧ କରିବା, ମାରଣ, ବନ୍ଧନ କରିବା, ଶତ୍ରୁକୁ ବନ୍ଧନ କରିବା, ଶସ୍ତ୍ର ଜନିତ କୌଣସି କାର୍ଯ୍ୟ କରିବା, ବିଷ ଦିଆ, କାହାକୁ ଯୋଉ ବିଷ ଦବା, ବିଷ ପ୍ରୟୋଗ, ମୁଁ ଏଟାକୁ ଅଲରେଡି ଭଲସେ ଡେସ୍କ୍ରିପ୍ଟ କରିଦେଇଛି ଯୋଉ ରିକ୍ତା ତିଥିର ଇଏରେ, ସେଠିକି ଯାଇକି ଆପଣ ମାନେ ଚେକ୍ କରିପାରିବେ। ଏଟାକୁ ୟାର ଇଣ୍ଟରନାଲ ମିନିଂ ମୁଁ ଆଉ ବୁଝିବାକୁ ଚାହୁଁନି କାରଣ ଭିଡିଓ ଲମ୍ବା ହବ। ଏଇ ସବୁ କର୍ମ ଆପଣ ଚତୁର୍ଥୀ ତିଥିରେ କରିପାରିବେ। ପଞ୍ଚମୀ ତିଥିରେ କଣ କରିବେ? ନା ଦ୍ଵିତୀୟା ଆଉ ତୃତୀୟାରେ ଯାହା କରିବେ, ଦ୍ଵିତୀୟା ଓ ତୃତୀୟରେ ଯାହା କରିବେ ପଞ୍ଚମୀ ତିଥିରେ ସେୟା କରିପାରିବେ। ଏଇ ଯାଏଁ କ୍ଲିୟର ହେଲା କି ରାଜ ବାବୁ? ହୁଁ ହୁଁ। ଆଜ୍ଞା। ମୋ କଥାଟା ବୁଝିପାରୁଛ ନା ନାଇଁ? କାରଣ ଏଇ ଯାଏଁ ଯଦି କ୍ଲିୟର ହେଇଛ ତାପରେ ତମକୁ ଆଗ ଗୁଡାକ ସବୁ ଧୀରେ ଧୀରେ କ୍ଲିୟର ହବାକୁ ଲାଗିବ। ତମେ ହୁଁ ଯଦି ଏଇ ଯାଏଁ କ୍ଲିୟର ନ ହେଇଛ ତାହେଲେ ତମକୁ ପ୍ରୋବ୍ଲେମ ହବ ଏଗୁଡା କରିବା। ବୁଝିପାରୁଛ ତ ମୁଁ କଣ କହିବାକୁ ଚାହୁଁଛି? ହୁଁ। ଆଜ୍ଞା। ଏଇଟା ହଉଛି, ଆମେ ତ ସେଇଟା ତିଥି ଅନୁଯାୟୀ ଗୋଟେ ଜୟ ନନ୍ଦା ଭଦ୍ରା ଜୟକୁ ନେଇକି ଡିସ୍କସନ କରିଥିଲେ। ଏଇଟା ବର୍ତ୍ତମାନ ଆମେ ଯୋଉଟା ଡିସ୍କସନ କରୁଛେ ପୁରା ସ୍ପେସିଫିକ ତିଥିର କର୍ମ ଗୁଡାକ ଆମେ ଡିସ୍କସନ କରୁଛେ। ଠିକ ଅଛି। ଏବଂ ଶାସ୍ତ୍ର ହୁଁ ଜିତ ଡିସ୍କସନ କରୁଛେ, ମନରୁ କିଛି କୁହାଯାଉ ନାହିଁ। ପିୟୁଷ ଧାରା ନାମକ ଗୋଟେ ଗ୍ରନ୍ଥ ଅଛି, ସେଥିରେ ପ୍ରାୟତଃ ଏଇ ସବୁ ଜିନିଷ ଗୁଡାକ ଦିଆଯାଇଛି ଏବଂ ଆପଣ ପିୟୁଷ ଧାରାରୁ ଏଇ ସବୁ ଜିନିଷ ଗୁଡାକ ଆରାମସେ ପାଇପାରିବେ। ଠିକ ଅଛି ନା ଭାଇ? ହୁଁ। ଆମେ ପଞ୍ଚମ ଯାଇ ଗଲେ। ଷଷ୍ଠୀରେ କଣ କରିବା? ଷଷ୍ଠୀ, ଷଷ୍ଠୀରେ କରିବା ଯାତ୍ରା, ପିତୃକର୍ମ, ଠିକ ଅଛି, ଅଭ୍ୟଙ୍ଗ, ଏବଂ ଷଷ୍ଠୀ ତିଥିରେ କୁହାଯାଏ ଦାନ୍ତ କାଠି ସଞ୍ଚୟ ନ କରିବା ପାଇଁ। ଆଗରୁ
ଲୋକମାନେ ଦାନ୍ତ କାଠିରେ ଦାନ୍ତ ଘଷୁଥିଲେ। ତେଣୁ ଷଷ୍ଠୀ ତିଥିରେ ପିୟୁଷ ଧାରା ଏଇଆ କହିଛି। ସପ୍ତମୀ ତିଥିରେ ଆମେ କଣ କରିବା? ନା ସପ୍ତମୀ ତିଥିରେ ଆମେ ଦ୍ଵିତୀୟା, ତୃତୀୟା, ପଞ୍ଚମୀରେ ଯୋଉ ଯୋଉ କାମ କରାଯାଏ ସେଇ କାମ ଗୁଡାକ ଆମେ ସପ୍ତମୀ କରିବା। ଅଷ୍ଟମୀ ତିଥିରେ କଣ କରିବା? ଯୁଦ୍ଧ, ସଂଗ୍ରାମ, ଶିଳ୍ପ, ରାଜ ପ୍ରମୋଦ, ଲେଖିବା କାମ, ରତ୍ନ କିଣିବା, ଏଇ ସବୁ କାମ ଆମେ ଅଷ୍ଟମୀ ତିଥିରେ କରିପାରିବା। ଠିକ ଅଛି। ଏବେ ଆମେ ଜାଣିବା ନବମୀ ତିଥିରେ କଣ କରିବା। ନବମୀରେ ସେଇ କାମ ହବ। ଚତୁର୍ଥୀରେ ଯୋଉ ଯୋଉ କାମ ଗୁଡାକ ହଉଥିଲା, ବିଷ ମାରଣ ପ୍ରୟୋଗ, ଶସ୍ତ୍ର, ଆଉ ବିଦ୍ୟୁତ କର୍ମ, ବଧ ବନ୍ଧନ, ଯାହା ଚତୁର୍ଥୀରେ ହଉଥିଲା ସେଗୁଡା ସବୁ ନବମୀରେ କରିବା। ଦଶମୀରେ କଣ କରିବା ଭାଇ? ନା ଦ୍ଵିତୀୟା, ପଞ୍ଚମୀ, ପଞ୍ଚମୀ। ହୁଁ। ତୃତୀୟା, ହୁଁ। ସପ୍ତମୀ, ଏ ସବୁର କର୍ମ ଆମେ ଦଶମୀ ତିଥିରେ କରିପାରିବା। ଏକାଦଶୀରେ କଣ କରିବା? ଭାଇ ମନେ ରଖ, ଏକାଦଶୀ ହଉଛି ବ୍ରତ ଉପବାସ ପାଇଁ ସବୁଠୁ ବେଷ୍ଟ। ବ୍ରତ ହୁଁ। ଉପବାସ ପାଇଁ ୟାଠୁ ଭଲ ତିଥି ନାହିଁ। ବ୍ରତ ଉପବାସ, ହୁଁ। ଅନେକ ଧର୍ମ କୃତ୍ୟ, ଠିକ ଅଛି, ହୁଁ। ଯୋଉ ଧର୍ମ କୃତ୍ୟ ତମେ କରିବାକୁ ଚାହୁଁଛ ସେଗୁଡା, ଦେବ ଉତ୍ସବ, ଦେବତା ମାନଙ୍କର ଉତ୍ସବ, ଦେବ ଉତ୍ସବ, ଠିକ ଅଛି, ହୁଁ। ଆଉ ଉଦ୍ଯାପନ କର୍ମ, ହୁଁ। ଠିକ ଅଛି, ହୁଁ। ଏଗୁଡା ସବୁ ଏକାଦଶୀରେ କରିବା ଉଚିତ। ଦ୍ଵାଦଶୀ ର କଣ? ଦ୍ଵାଦଶୀରେ କେବଳ ଯାତ୍ରାକୁ ଛାଡିକି, କେବଳ ଯାତ୍ରା କରିବ ନାହିଁ, ଆଉ ସବୁ ପୌଷ୍ଟିକ କର୍ମ, ଯାହା ଶାସ୍ତ୍ରରେ ପୌଷ୍ଟିକ କର୍ମର ମାନ୍ୟତା ମିଳିଛି, ପୌଷ୍ଟିକ କର୍ମ, ସେ ସବୁତ କର୍ମ କେବଳ ଯାତ୍ରା କରିବ ନାହିଁ, ସବୁ ପୌଷ୍ଟିକ କର୍ମ କରିପାରିବ। ଏବେ ଦେଖିବା ତ୍ରୟୋଦଶୀରେ କଣ କରିବା। ତ୍ରୟୋଦଶୀରେ ଦ୍ଵିତୀୟା, ତୃତୀୟା, ପଞ୍ଚମୀ, ସପ୍ତମୀ, ଦଶମୀ, ଏ ସବୁତିକ ଦ୍ଵିତୀୟା, ତୃତୀୟା, ପଞ୍ଚମୀ, ସପ୍ତମୀ, ଦଶମୀ ର ଯୋଉ କାମ ଗୁଡାକ ଥିଲା ସେଗୁଡା ସବୁ ଆମେ ତ୍ରୟୋଦଶୀରେ କରିପାରିବା। ଠିକ ଅଛି। ହୁଁ। ଚତୁର୍ଦ୍ଦଶୀରେ କଣ କରିବା? ଚତୁର୍ଦ୍ଦଶୀରେ ଯେମିତି ଚତୁର୍ଥୀରେ ଯୋଉ କାମ କରୁଥିଲେ, ନବମୀରେ ଯୋଉ କାମ କରୁଥିଲେ, କୋଉ କୋଉ କାମ? ନା ବନ୍ଧନ, ବଦ୍ଧ, ହୁଁ। ବିଷ ପ୍ରୟୋଗ, ମାରଣ। ବିଦ୍ୟୁତ କର୍ମ, ଅଗ୍ନି, ମାନେ ସବୁ ସବୁ ଓଲଟା ଓଲଟା କାମ, ସେଗୁଡାକ ହୁଁ। ସବୁତିକ ଆମେ ଚତୁର୍ଦ୍ଦଶୀ ତିଥିରେ କରିପାରିବା। ହୁଁ। ଠିକ ଅଛି। ହୁଁ। ଏବେ ଆସିଲା ପୂର୍ଣ୍ଣିମା, ଆଉ ଗୋଟେ ଅମାବାସ୍ୟା। ହେଲା ଅମାବାସ୍ୟା। ହୁଁ। ଭାଇ ପୂର୍ଣ୍ଣିମାରେ ଆମେ କଣ କରିପାରିବା? ନା ବିବାହ, ଶିଳ୍ପ, ପୌଷ୍ଟିକ କର୍ମ, ମଙ୍ଗଳ ସଂଗ୍ରାମ, ବାସ୍ତୁକର୍ମ, ଯଜ୍ଞ, କ୍ରିୟା, ପ୍ରତିଷ୍ଠା, ସବୁତିକ ଶୁଭ କାମ, ସାତ୍ବିକ ଶୁଭ କାମ ପୂର୍ଣ୍ଣିମାରେ କରିପାରିବା। ହୁଁ। ହୁଁ। ଅମାବାସ୍ୟାରେ କେବଳ ଆମେ ପିତୃକର୍ମ କରିବା। ଯଦି ପୂର୍ଣ୍ଣମୀର କରାଯାଇଥିବା କାମ ବା ଯେକୌଣସି ଅମାବାସ୍ୟାରେ କରାଯାଇଥିବା ଶୁଭ କର୍ମ, ଏତିକି ମନେ ରଖନ୍ତୁ, ଶୁଭ କର୍ମ, ଯେ କୌଣସି ଶୁଭ କର୍ମ, ଯେ କୌଣସି, ଯେଉଁ ଶୁଭ କର୍ମ, ଯେ କୌଣସି ହବ ଏଇଟା,
ଯେ ହୁଁ କୌଣସି ଶୁଭ କର୍ମ ତମେ ଅମାବାସ୍ୟାରେ କଲେ ପିୟୁଷ ଧାରା କହୁଛି କଣ, ଯେ ବିନିଷ୍ଟ ହେଇଯିବ, ବିଶେଷ ଭାବେ ନଷ୍ଟ ହେଇଯିବ ସେ କର୍ମ। ତେଣୁ ଅମାବାସ୍ୟା ଟା କେବଳ ପିତୃକର୍ମ ପାଇଁ, ଆଉ ମୁଁ ଅଲରେଡି ଆଗରୁ କହିଥିଲି ତନ୍ତ୍ର ବାଲାଙ୍କ ପାଇଁ ସେଇଟା ହଉଛି ପୂର୍ଣ୍ଣିମା ଟାଇପ ର ଦିନ, କାରଣ ସେଥିରେ ସେଇ ତିଥିରେ ତମ ତମ ଗୁଣ ବହୁତ ଅଧିକା ଥାଏ। ହୁଁ ଠିକ ଅଛି। ହୁଁ ଏବେ ଆମେ ବିଶେଷ ଭାବରେ ମାନଙ୍କର ଜାଣି ଯେ କୋଉ ତିଥିରେ କୋଉ କାମ କରାଯିବ, ତାହେଲେ ଏଇଥିରୁ ଆମେ କଣ ଜାଣିଲେ କି ଯେକୌଣସି ମଙ୍ଗଳ କର୍ମ ଆମର କରିବାର ଅଛି, ଯୋଉଗୁଡାକ ମଙ୍ଗଳ ବିହିତ କର୍ମ ସେଗୁଡା କୋଉ କୋଉ ତିଥିରେ କରିବା ନା ଦ୍ଵିତୀୟା, ତୃତୀୟା, ପଞ୍ଚମୀ, ଦଶମୀ, ତ୍ରୟୋଦଶୀ। ଦ୍ଵିତୀୟା, ତୃତୀୟା, କ୍ରିୟା ପଞ୍ଚମୀ, ପଞ୍ଚମୀ ଦଶମୀ, ସପ୍ତମୀ, ଦଶମୀ, ହୁଁ ତ୍ରୟୋଦଶୀ ଏଇ ତିଥି ମାନଙ୍କୁ ତୁମେ ପ୍ରାଧାନ୍ୟ ଦବ। ହୁଁ ଏଇ ତିଥି ମାନଙ୍କୁ ତମେ ଶୁଭ କର୍ମରେ ପ୍ରାଧାନ୍ୟ ଦବ। ଦେଖନ୍ତୁ ପରମ ପିତା ଯୋଉ ଜିନିଷଟାକୁ ଡିଜାଇନ କରିଛନ୍ତି, ସେ ଡିଜାଇନ ହିସାବରେ ଆପଣ ମାନେ ଯଦି କୌଣସି କହିବେ ଏ ତିଥିଟା ଭଲ ନୁହେଁ, ସେ ତିଥିଟା ନା ନା, ପ୍ରତି ତିଥି ପାଇଁ କିଛି କିଛି ଡିଫାଇନ କରାଯାଇଛି କି ଏଇ ତିଥିରେ ଏଇ କର୍ମଟା କଲେ ଆପଣଙ୍କର ସିଦ୍ଧିଟା ଶୀଘ୍ର ମିଳିବ। କିନ୍ତୁ ଯେତେବେଳେ ବି ଆମକୁ କୌଣସି ଲୋକ କୌଣସି ଗୋଟେ ଶୁଭ କର୍ମ ପାଇଁକି ପଚାରିବାକୁ ଆସିବ, ସେତେବେଳେ ଆମେ କଣ ତାକୁ କହିବା କି ଯେ ଯିଏ ବି ଆସିବ ଘର ପ୍ରତିଷ୍ଠା ପାଇଁ ଆସିବ, ନହେଲେ ବିବାହ କରିବାକୁ ଆସିବ, ନହେଲେ କାହାର ବ୍ରତ ଘର ତା ଡେଟ୍ ପାଇଁ ଆସିବ, କି ଘର ପ୍ରତିଷ୍ଠା ଡେଟ୍ ପାଇଁ ଆସିବ। ଆଜିକାଲି ତ ଲୋକ ସେତିକି ବି କରୁନାହାନ୍ତି, ହୁଁ କିନ୍ତୁ ଯଦି ବି କିଏ ଆସେ ତାହେଲେ ଏଇ କାମ ପାଇଁ ଆସିବ, ଅନ୍ୟ କାମ ପାଇଁ ଆସିବ, କି ମୋ ପୁଅର ବିଦ୍ୟାରମ୍ଭ ହବ ଆସ, କି ଷୋଡଶ ସଂସ୍କାରର କୌଣସି ପୌଷ୍ଟିକ କର୍ମ ହବ ସେଇଟାକୁ ଦିଅ। ତାହେଲେ ଆପଣ ମାନେ ମନେ ରଖନ୍ତୁ, ଆପଣ ମାନେ ସଦା ସର୍ବଦା ଚେକ୍ କରିବେ ଦ୍ଵିତୀୟା, ତୃତୀୟା, ପଞ୍ଚମୀ, ସପ୍ତମୀ, ଦଶମୀ, ତ୍ରୟୋଦଶୀ। ଠିକ ଅଛି ନା? ତିନି ଦଶମୀ ସପ୍ତମୀ ୟେସ୍। ଠିକ ଅଛି। ଆଉ ଯୋଉ ଯୋଉ ଗୁଡାକ ଯୋଉ ଯାତ୍ରା ତମେ କରିବାକୁ ଯାଉଛ, ଇଫ ୟୁ ୱାଣ୍ଟ ଟୁ, ତୁମେ ଗଲ ଗୋଟେ ଭିଜିଟ କରିବାକୁ, ଭିଜିଟ ମାନେ ତମେ ଗଲ ଗୋଟେ ଧାର୍ମିକ କର୍ମ କରିବାକୁ, ମାନେ ତୀର୍ଥ କରିବାକୁ, ସେଇଠି ସେଇ ଜିନିଷ ଗୁଡାକ ବହୁତ ଭଲସେ ଚେକ୍ କରାଯାଏ କି ତିଥିଟା କଣ, ଭେରି ଭେରି ଭାଇଟାଲ। କି ତୀର୍ଥ ଯାତ୍ରା ଟା ତମର ଫ୍ରୁଟଫୁଲ ହବ କି ନ ହବ। ହୁଁ ଧର ଘରେ ତମର କି ଇଲେକ୍ଟ୍ରିସିଟି କାମ କରେ, ମୁଁ ଏଇଟା ତମମାନଙ୍କୁ ପଢଉଛି, ମୁଁ ମୋ ଘରେ ଇଲେକ୍ଟ୍ରିସିଟି କାମ କରାଉଛ, ତାହେଲେ ସେଇଟା ଚତୁର୍ଥୀ, ନବମୀ, ଚତୁର୍ଦ୍ଦଶୀରେ କର। ଆଉ ମନେ ରଖ ଅମାବାସ୍ୟାରେ କରାଯାଇଥିବା ଯେତିକ ଶୁଭ କର୍ମ ସେଇଟା ବିନିଷ୍ଟ ହେଇଯାଏ। କିନ୍ତୁ ଅମାବାସ୍ୟା ଟା କାହାର? ମା ଦକ୍ଷିଣ କାଳୀର। ତା ହୁଁ ବୋଲି କଣ ତାକୁ ଯାଇ ପୂଜା କରିବନି? ସେଇଟା କଲେ ହୁଁ ଭଲ। ତେଣୁ ସେଇଟା ଲୋକ ପ୍ରତ୍ୟେକ ତିଥିରେ କିଛି ନା କିଛି ଅଛି। ହଁ, ତେଣୁ ସେଇଟା ହେଲା ମୋର କହିବା କଥା। ଆଜିର ଏ ଲେସନ ଟି ବହୁତ ଇନଫର୍ମେଟିଭ ରହିଥିବ। ଯଦି ଏ ଲେସନ ଟା ତମେ ବୁଝିପାରିଛ, ତାହେଲେ ତୁମେ ମନେ ପକାଅ ଶୁକ୍ଳ ପକ୍ଷର ଦ୍ଵିତୀୟା ଟା ଭଲ ନା କୃଷ୍ଣ ପକ୍ଷର ଦ୍ଵିତୀୟା ଟା ଭଲ? କୃଷ୍ଣ ପକ୍ଷର। କୃଷ୍ଣ ପକ୍ଷର ଦ୍ଵିତୀୟା ଟା ଭଲ। ଆଚ୍ଛା, ଶୁକ୍ଳ ପକ୍ଷର ତୃତୀୟା ଟା ଭଲ ନା କୃଷ୍ଣ ପକ୍ଷର ତୃତୀୟା ଟା ଭଲ? କୃଷ୍ଣ ପକ୍ଷ। ଶୁକ୍ଳ ପକ୍ଷର ପଞ୍ଚମୀ ଭଲ ନା କୃଷ୍ଣ ପକ୍ଷର ପଞ୍ଚମୀ ଭଲ? କୃଷ୍ଣ ପକ୍ଷ। ଶୁକ୍ଳ ପକ୍ଷର ସପ୍ତମୀ ଭଲ କି କୃଷ୍ଣ ପକ୍ଷର ସପ୍ତମୀ ଭଲ? ମଧ୍ୟମ। ବୋଥ ଚଳିବ, କିଛି ଅସୁବିଧା ନାହିଁ, କୃଷ୍ଣ ପକ୍ଷ ହଉ ଶୁକ୍ଳ ପକ୍ଷ ହଉ। ହୁଁ ଆଚ୍ଛା, କୃଷ୍ଣ ପକ୍ଷର ଦଶମୀ ଭଲ କି ଶୁକ୍ଳ ପକ୍ଷର ଦଶମୀ ଭଲ? ସେମ୍ ସେମ୍ ମଧ୍ୟମ। ସେମ୍, ବୋଥ ଶୁକ୍ଳ ପକ୍ଷ କୃଷ୍ଣ ପକ୍ଷ ବୋଥ। ହୁଁ ଆଚ୍ଛା, ଶୁକ୍ଳ ପକ୍ଷର ତ୍ରୟୋଦଶୀ ଭଲ କି କୃଷ୍ଣ ପକ୍ଷର ତ୍ରୟୋଦଶୀ ଭଲ? ଶୁକ୍ଳ ପକ୍ଷ ଆଉ। ଅବଭିୟସଲି। ଅମାବାସ୍ୟା ଭଲ କି ପୂର୍ଣ୍ଣିମା ଭଲ? ପୂର୍ଣ୍ଣିମା। ତେଣୁ ତା ମାନେ ନୁହେଁ କି ଅମାବାସ୍ୟା ଖରାପ, ନ ଅମାବାସ୍ୟାରେ ନ ଯାହା କିଛି, କିନ୍ତୁ ମୁଁ ଯୋଉ ଭଲ କଥା କହୁଛି ସେ ଭଲ କଥା ହୁଁ ମାନେ କଣ, ତମ ପାଖକୁ ଯିଏ ବି ଆସିବ ତମକୁ ଉତ୍ସବ ପାଇଁ ଆସିବ, ଗୃହ ପ୍ରତିଷ୍ଠା ପାଇଁ ଆସିବ, ଗୃହ ପ୍ରବେଶ ପାଇଁ ଆସିବ, ବାହାଘର ପାଇଁ ଆସିବ, ବ୍ରତ ଘର ପାଇଁ ଆସିବ, ନହେଲେ କିଛି ଗୋଟେ ଶୁଭ କାମ କରିବାକୁ ନେଇକି ଆସିବ। ତେଣୁ ଯେତେବେଳେ ଶୁଭ ହୁଁ କାମ ଆସିବ, 2, 3, 5, 7, 10, 13 ଏଇ ତେର ତିଥିକୁ ଚେକ୍ କରିବ। ଆଖି ବନ୍ଦ କରି ଆଉ କିଛି ଦେଖିବନି।
ଏ ତ ହେଲା, ଏଇଟା ହେଲା ମୁଁ ଗୋଟେ ତିଥି ହିସାବରେ ଡେସ୍କ୍ରିପସନ ଦଉଛି। ପୁଣି ଯେତେବେଳେ ଯାତ୍ରା କରିବାକୁ ଯିବ, ସେଇଟା କେମିତି ପୁରା 5ଟା ଜିନିଷକୁ ଧରା ହବ ସେଟାକୁ ପଢେଇବା। ଆଗ ତମେ ବେସିକ୍ସ ଫଣ୍ଡା, ମୁଁ ଗୁଡାକ ସେଗୁଡା ସବୁ ହଉଛି ବେସିକ ଷ୍ଟ୍ରକ୍ଚର ଫଣ୍ଡା। ହୁଁ ୟା ଉପରେ ତମର ଯେମିତି ଘର ନିଅ ଖୋଳା ଚାଲିଛି, ବର୍ତ୍ତମାନ ଆମେ ପଞ୍ଚାଙ୍ଗର ନିଅ ଖୋଳୁଛେ, ୟା ଉପରେ ଆମର ପଥର ବସିବ, ଇଏ ବସିବ, ପାଇଲିଂ ହବ, ମାନେ ଯୋଉ କଣ ସେଟା କହନ୍ତି ପିଲର ଉଠିବ, ଏଇ ସବୁ ଚାଲିଛି ବର୍ତ୍ତମାନ। ଆମେ ନିଅ ଖୋଳୁଛେ ବର୍ତ୍ତମାନ, ତାକି ଆମର ବେସ୍ ଟା ମଜବୁତ ହଉ। ଏ ଯେତିକି କର୍ମ ହେଇଲି, ଯଦି କେବଳ ମୁଁ ବିବାହକୁ ଏକ୍ସପ୍ଲେନ କରିବାକୁ ଯିବୁ, ଉପନୟନ ଖାଲି ବ୍ରତ ଘରଟାକୁ ଏକ୍ସପ୍ଲେନ କରିବି, ତମେ ସେ ଯଦି ସେ ଯୋଉ ପଏଣ୍ଟ ଟା କାଢିବ, ତମେ ଯଦି କାଢିବାକୁ ଚେଷ୍ଟା କର, ତମ ମୁଣ୍ଡରୁ ନା ପୁରା ଝାଳ ବୋହିଯିବ। ମୁଁ ଖାଲି ଯଦି ବ୍ରତ ଘର ଏକ୍ସପ୍ଲେନ କରିବି, ତେଣୁ ଇଏ ହେଲା କଣ କି ତତ୍ଵ। ସେଇଥିପାଇଁ ମୂଳରୁ କହିଥିଲି କି ଏଇଟା ଜାଣିଲି, ସେ ମୋର ସେ ପୁରୁଣା ଏକ୍ଜାମ୍ପଲ। ଭାଇ ଯଦି ଗୋଟେ ପଞ୍ଚମ ଶ୍ରେଣୀର ଲୋକ ଗାଈ ବିଷୟ ରଚନା ଲେଖିବ, ସିଏ ଯୋଉ ରଚନା ଲେଖିବ, ଗୋଟେ ଗାଈ ଉପରେ ପିଏଚଡି କରିଥିବା ଲୋକ ଯୋଉ ରଚନା ଲେଖିବ, ସିଏ ଯୋଉ ରଚନା ଲେଖିଥିବ, ଆଉ ଯୋଉ ଲୋକ ଗାଈକୁ ନିଜର ଈଶ୍ୱର ବୋଲି ଭାବୁଥିବ, ସିଏ ଯୋଉ ଗାଈ ଉପରେ ରଚନା ଲେଖିବ, ସିଏ ଯୋଉ ରଚନା ହବ, ଏଟା ଭ୍ୟାରି କରିବ। ଠିକ ଅଛି ନା? ତେଣୁ ଯେତିକି ସବୁ କର୍ମ କହିଲି, ସେତିକି କର୍ମ ବି ପଢେଇବି। ଏମିତିଆ ତିଥି ଥିଲେ, ଏମିତିଆ ବାର ଥିଲେ, ଏମିତିଆ ଥିଲେ, ମାନେ ମୁଁ ତମମାନଙ୍କୁ ଏଇ ଯାଇ ନେଇ ଯିବି କି ସେଇ ଯୋଉ ତୁମେ ଯୋଉ ମୁହୂର୍ତ୍ତର ଯୋଉ 80 ସେକେଣ୍ଡ, 100 ସେକେଣ୍ଡ, 84 ସେକେଣ୍ଡ, 60 ସେକେଣ୍ଡ, 30 ସେକେଣ୍ଡ ର ଯୋଉ ଜିନିଷଟା ନିଜେ ବାହାର କରିପାରିବ, ନିଜେ ବାହାର କରିପାରିବ। ଆଉ ସେଇ ଟାଇମରେ କରିକି ଦେଖ, ଯଦି ସକ୍ସେସ ନହେଲା ତାହେଲେ ଆସି ମତେ କହିବ। ନିଶ୍ଚୟ ସକ୍ସେସ ହବ, କାରଣ ଭଗବାନ ଚକ୍ର ସବୁଠୁ ଇମ୍ପୋର୍ଟାଣ୍ଟ। କେତେ ରାଜା ଅଛନ୍ତି, କେତେ ରାଜା ଥିଲେ, କେତେ ରାଜା ହେବେ, ଏ ସମୟ ସମସ୍ତଙ୍କୁ ମୋଡିକି ତା କାଳ ଚକ୍ର ଭିତରେ ବନ୍ଦୀ କରିଦେଇ। ଠିକ ଅଛି ନା? ତ ଏଇ ମୁହୂର୍ତ୍ତ ଶାସ୍ତ୍ରରେ ଏଇଟା ଏତେ ପାୱାରଫୁଲ ଅଛି। ଆପଣ ଧୀରେ ଧୀରେ ବୁଝି ଚାଲନ୍ତୁ। ଆପଣ ଯଦି ନ ମନେ ରଖିବେ, ତାହେଲେ ମୋ ଷ୍ଟୋରି ଗୁଡା ଆପଣଙ୍କ ମୋ କଥା ଗୁଡା ଆପଣଙ୍କୁ ଗପ ଲାଗିବ। ଆପଣ ମାନେ କିଛି ବୁଝିପାରିବେ, ଲାଷ୍ଟକୁ ବୋର ହେବେ, କଣ ବକୁଛି ଗୁଡା ସେ। ଯଦି ଆପଣ ମୁହୂର୍ତ୍ତ ଶାସ୍ତ୍ର ପଢିଛନ୍ତି, ଗୋଟେ ବି କ୍ଲାସ ମିସ୍ କରନ୍ତୁନି, ମୂଳରୁ ଦେଖି ଆସନ୍ତୁ। ମୂଳରୁ ଗଡେଇ ଆସିଲେ ଆପଣ ମାନେ ବୁଝିପାରିବେ। ତା ପୂର୍ବରୁ ଆପଣ ମାନେ କିଛି ବୁଝିପାରିବେ ନା, ମଝିରୁ ଦେଖୁଛନ୍ତି ମାନେ କିଛି, ମୁଁ ଏମିତି ଗ୍ୟାରେଣ୍ଟି ଦେବି ଆପଣ କିଛି ବୁଝିପାରିବେନି। ମୂଳରୁ ଗଡେଇବାକୁ ପଡିବ। ଏ ଗୋଟେ ଦେଖିବି, ତାପରେ ସେ ଗୋଟେ ଯୋଉ ମୁହୂର୍ତ୍ତରେ ଛଡା ହେଇଛି ତିଥି ଉପରେ ରିସର୍ଚ୍ଚ, ସେଇଟା ଆପଣ ପଢିଚାଲନ୍ତୁ। ଠିକ ଅଛି ନା? ତ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।